ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟରର ଜିଇ ପଲିଟିକାଲ ସାଇନ୍ସ, ଯାହାକି ଯେଉଁମାନଙ୍କର +3 ଫାର୍ଷ୍ଟ ସେମିଷ୍ଟରରେ ଜେନେରାଲ ଇଲେକ୍ଟିଭ ପଲିଟିକାଲ ସାଇନ୍ସ ସେଇମାନଙ୍କ ପାଇଁ ଏ ଭିଡ଼ିଓଟି। ଏଟା ଆଉ ଏକ ଲଙ୍ଗ କ୍ୱେଶ୍ଚନ୍ ଦେଖ। ନାରୀବାଦର ବିଭିନ୍ନ ପର୍ଯ୍ୟାୟ ବିଷୟରେ ବ୍ୟାଖ୍ୟା କର। ନାରୀବାଦକୁ କେତେକ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ନାରୀ ସମସ୍ୟାଗୁଡ଼ିକ ବିଷୟରେ ବିଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରାଯାଇଛି। ସେ ପର୍ଯ୍ୟାୟ ଗୁଡ଼ିକ ହେଲା: ପ୍ରଥମ ପର୍ଯ୍ୟାୟରେ ରହିଛି ଊନବିଂଶ ଶତାବ୍ଦୀ ଶେଷ ଭାଗ ଓ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଇଂଲଣ୍ଡ ଓ ଆମେରିକାର ନାରୀମାନଙ୍କ ଦ୍ୱାରା ସଂଗଠିତ ଆନ୍ଦୋଳନ ନାରୀବାଦର ପ୍ରଥମ ପର୍ଯ୍ୟାୟର ପରିସର ଅନ୍ତର୍ଗତ। ଏହି ପର୍ଯ୍ୟାୟରେ ବିବାଦ ପାଇଁ ସମାନ ଚୁକ୍ତି, ପୈତୃକ ସମ୍ପତ୍ତିରେ ନାରୀମାନଙ୍କର ଅଂଶୀଦାର ଉପରେ ଗୁରୁତ୍ୱ ଦିଆଯାଇଛି। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ନାରୀବାଦ ରାଜନୈତିକ କ୍ଷମତାରେ ନାରୀମାନଙ୍କ ଅଂଶୀଦାର କଥା ଚିନ୍ତା କରି ସେମାନଙ୍କର ଭୋଟଦାନ ଅଧିକାର ପାଇଁ ଦାବି କଲା। 1848 ମସିହାରେ ଆଲୋଚିତ ସିୱାକା ଫଲ୍ସ ସମ୍ମିଳନୀରେ 300 ପୁରୁଷ ଓ ନାରୀ ପ୍ରତିନିଧି ସମବେତ ହୋଇ ନାରୀ ପୁରୁଷ ମଧ୍ୟରେ ସମାନତା ପାଇଁ ଆନ୍ଦୋଳନ କରିଥିଲେ। ଏହାର ଘୋଷଣାନାମା ଏଲିଜାବେଥ କ୍ୟାଡିଷ୍ଟାନଟନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହା ନୂତନ ଚିନ୍ତାଧାରା ଓ ପନ୍ଥା ଉପରେ ଗୁରୁତ୍ୱ ଦେଇଥିଲା। 1918 ମସିହାରେ ଜନପ୍ରତିନିଧିତ୍ୱ ଆଇନ ରିପ୍ରେଜେଣ୍ଟେସନ ଅଫ ପିପୁଲ ଆକ୍ଟ 1918ରେ ପ୍ରଣୀତ 23 ବର୍ଷରୁ ଊର୍ଦ୍ଧ୍ୱ ଓ ନିଜର ବାସସ୍ଥାନ ଥିବା ନାରୀମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରାଯାଇଥିଲା। ନାରୀବାଦର ପ୍ରବକ୍ତା ଭୋଲ୍ଟାଏର, ଦେ ସ୍କେଲର୍ସ ଏବଂ ମାର୍ଗାରେଟ ସାଙ୍ଗର ନାରୀମାନଙ୍କ ଯୌନ ଜୀବନ, ଉପାଦାନ ଏବଂ ଅର୍ଥନୈତିକ ସ୍ୱାଧୀନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। କ୍ୟାଡିଷ୍ଟାନଟନ ସୁସାନ ବି. ଆଣ୍ଟୋନି, ଲୁସି ଷ୍ଟୋନ, ଅଲିମ୍ପିଆ ବ୍ରାଉନ ଏବଂ ହେଲେନ ପିଟର୍ସ ପ୍ରଥା ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଥିଲେ। 2. ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟ 1960 ମସିହାରୁ 1980 ପର୍ଯ୍ୟନ୍ତ ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟର ପ୍ରସାର ଲାଭ କରିଥିଲା। ଏଷ୍ଟେଲ ଫ୍ରିଡମ୍ୟାନଙ୍କ ମତରେ ପ୍ରଥମ ପର୍ଯ୍ୟାୟ ନାରୀ ମତଦାନ ବ୍ୟବସ୍ଥା ସହିତ ଜଡ଼ିତ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସମାନତା ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ବାମପନ୍ଥୀମାନଙ୍କର ଆବିର୍ଭାବ ଫଳରେ ଦ୍ୱିତୀୟ ପର୍ଯ୍ୟାୟରେ ନାରୀମାନଙ୍କ ସ୍ୱର ଉଗ୍ର ରୂପ ଧାରଣ କରିଥିଲା। ଏହି ପର୍ଯ୍ୟାୟରେ ଯୌନ ଜୀବନ ଓ ଉପାଦାନର ସ୍ୱାଧୀନତା ଉପରେ ଆଲୋକପାତ କରାଯାଇଥିଲା। 1968 ଓ 1969 ମସିହାରେ ଆମେରିକା ସ୍ଥିତ ଆଟଲାଣ୍ଟିକ ସହରରେ ଆୟୋଜିତ ମିସ୍ ଆମେରିକା ପ୍ରତିଯୋଗିତାକୁ ପଶୁମାନଙ୍କର ପ୍ୟାରେଡ୍ ବୋଲି ସମାଲୋଚନା କରାଯାଇଥିଲା, କାରଣ ଏହା ନାରୀକୁ ବସ୍ତୁ ଭାବରେ ଉପସ୍ଥାପନ କରିଥାଏ। ନାରୀବାଦୀମାନଙ୍କ ପିତୃପ୍ରଧାନ ସମାଜକୁ ସବୁ କ୍ଷେତ୍ରରେ ବିରୋଧ କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ନାରୀମାନେ ଗୃହ କାର୍ଯ୍ୟ, କମ୍ ମଜୁରୀ ଓ ଗଣନା କରାଯାଉନଥିବା କାର୍ଯ୍ୟରୁ ମୁକ୍ତ ହେବା ଆବଶ୍ୟକ। ସୁନ୍ଦରୀ ପ୍ରତିଯୋଗିତାକୁ ବିରୋଧ କରି ନାରୀବାଦୀମାନେ ଏକ ବିରୋଧ ପ୍ରତିଯୋଗିତାର ଆରମ୍ଭ କରିଥିଲେ, ଯେଉଁଠାରେ ପିତୁଳା ଉପରେ ନାରୀମାନଙ୍କର ପ୍ରତିକାର ସ୍ୱରୂପ ଅନ୍ତର୍ବସ୍ତ୍ର, ଜୋତା ଓ ପ୍ରସାଧନ ସାମଗ୍ରୀ ଆଦି ଫିଙ୍ଗା ଯାଇଥିଲା। ନାରୀ ସୁନ୍ଦରୀ ପ୍ରତିଯୋଗିତା ମଧ୍ୟରେ ବସ୍ତୁ ଭାବେ ଉପସ୍ଥାପନ କରିବାର ପ୍ରତିକ୍ରିୟା ସ୍ୱରୂପ ଓମେନ୍ସ ଓନ୍ଲି ଏବଂ କନସିୟସ୍ ରେଜିଂ ଗ୍ରୁପ ନାମରେ ଅନେକଗୁଡ଼ିଏ ସଂଗଠନ ଗଢ଼ି ଉଠିଥିଲା। ବିଶ୍ୱରେ ନାରୀମାନଙ୍କର ସ୍ଥିତିକୁ ମଜବୁତ କରିବା ପାଇଁ ଦ ବିଚ୍ ମାନିଫେଷ୍ଟୋ ଏବଂ ସିଷ୍ଟରହୁଡ୍ ଇଜ ପାୱାରଫୁଲ ଆଦି ପ୍ରକାଶନମାନଙ୍କର ସହାୟତା ଲୋଡ଼ିଥିଲେ। ପିତୃପ୍ରଧାନ ପୁଞ୍ଜିବାଦୀ ବିଷମ ଲିଙ୍ଗୀ ସମ୍ପର୍କ, ସହଧର୍ମିଣୀ ଓ ଜନନୀ ଭାବରେ ନାରୀର ଭୂମିକା, ଲିଙ୍ଗଗତ ଭୂମିକା, ଲିଙ୍ଗ ମଧ୍ୟରେ ପାର୍ଥକ୍ୟ ଏବଂ ସମାଜର ଏହି ପାର୍ଥକ୍ୟକୁ ଭିତ୍ତି କରି କାର୍ଯ୍ୟ ବଣ୍ଟନକୁ ନାରୀବାଦୀମାନେ ବିରୋଧ କରୁଥିଲେ। କ୍ୟାରୋଲ ଆନିସ ବ୍ୟକ୍ତିଗତ ଅର୍ଥ, ଯେଉଁ ହେଉଛି ରାଜନୀତି
ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଅର୍ଥ ହେଉଛି ବ୍ୟକ୍ତିଗତ ଜୀବନ ସହିତ ତାର ସାଂସ୍କୃତିକ ଓ ରାଜନୈତିକ ମର୍ଯ୍ୟାଦା ଜଡ଼ିତ ଅଟେ। ସମାଜରେ ସବୁ କ୍ଷେତ୍ରରେ ପୁରୁଷର ପ୍ରାଧାନ୍ୟ ଫଳରେ ନାରୀର ବିକାଶ ସଠିକ ଭାବରେ ହୋଇପାରେ ନାହିଁ। ପୁରୁଷ ଦ୍ୱାରା ଓ ପୁରୁଷ ପାଇଁ ନାରୀ ଶୋଷିତ ଓ ଅବହେଳିତ ହୋଇଥାଏ। ଶୋଷଣମୁକ୍ତ ହେବା ପାଇଁ ନାରୀକୁ ପାରମ୍ପରିକ ଗୃହ କାର୍ଯ୍ୟ, ସହଯୋଗ, ସେବା ଏବଂ ତ୍ୟାଗ ଆଦିକୁ ତ୍ୟାଗ କରିବାକୁ ପଡ଼ିବ। ନାରୀ ଶକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିବ। ନାରୀ ଶକ୍ତି ଚିନ୍ତାଧାରା ଆମେରିକାର ସର୍ବପ୍ରଥମେ ବିକାଶ ଲାଭ କରିଥିଲା। 1966 ମସିହାରେ ଛାପା ଗଣମାଧ୍ୟମ କ୍ଷେତ୍ରରେ ଏହି ଶବ୍ଦକୁ ବ୍ୟାପକ ଭାବରେ ପ୍ରୟୋଗ କରାଯାଇଥିଲା। ଆଫ୍ରୋ ଆମେରିକୀୟ ନାରୀବାଦୀ ଜିମ୍ ୱେଟ୍ଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନାରୀ ଶକ୍ତି ମଞ୍ଚ ଦ୍ୱାରା ପ୍ରକାଶ ରାମପନ୍ଥ ପତ୍ରିକାରେ ବେଲ୍ ହାଉ ନାମକ ଛଦ୍ମନାମ ବ୍ୟବହୃତ ହୋଇଥିଲା। 1984 ମସିହାରେ ତାଙ୍କ ପୁସ୍ତକରେ ଏହି ନାରୀ ଶକ୍ତି ଆନ୍ଦୋଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। 1963 ମସିହାରେ ବେଟି ଫ୍ରିଡମ୍ୟାନଙ୍କ ଦ ଫେମିନିଷ୍ଟ ପୁସ୍ତକରେ ନାରୀ ଜୟା ଓ ଜନନୀ ଭାବରେ ଖୁସି ବୋଲି ଚିନ୍ତାଧାରାକୁ ଭ୍ରମାତ୍ମକ ବୋଲି ବ୍ୟାଖ୍ୟା କରାଯାଇଛି। ସେ ନାରୀ ଶିକ୍ଷା ଓ ନାରୀ ନିଯୁକ୍ତି ଗୁରୁତ୍ୱ ଦେଇଥିଲେ, ଯାହାଦ୍ୱାରା ନାରୀ ଗୃହ ମଧ୍ୟରେ ଆବଦ୍ଧ ନ ରହି ସେଥିରୁ ମୁକ୍ତି ପାଇପାରିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୈଷୟିକ ତଥ୍ୟ ଓ ବୈଜ୍ଞାନିକ ଜ୍ଞାନ କୌଶଳର ବିକାଶ ଦ୍ୱାରା ଆମେରିକାର ଘରୋଇ ଜୀବନରେ ନାରୀମାନଙ୍କର ଅବଦାନ ଅର୍ଥହୀନ ଓ ମୂଲ୍ୟହୀନ ହୋଇଛି। ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା ପ୍ରଥମ ପର୍ଯ୍ୟାୟରେ ଅଧିକ ଜନପ୍ରିୟ ମନେହୁଏ। ପ୍ରଥମ ପର୍ଯ୍ୟାୟରେ ପାଶ୍ଚାତ୍ୟ ଚିତ୍ତଶାଳୀ ରାଷ୍ଟ୍ରଗୁଡ଼ିକରେ ପରିବ୍ୟାପ୍ତ ହୋଇ ସମସ୍ତ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରେ ନାରୀର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନାରୀ ସଂଘର୍ଷକୁ ଶ୍ରୋଣୀ ସଂଘର୍ଷ ଭାବରେ ବିବେଚନା କରାଗଲା, ଯାହାକି ନାରୀମାନଙ୍କର ଏକତା ଉପରେ ଗୁରୁତ୍ୱ ଦେଇଥିଲା। ନାରୀବାଦର ତୃତୀୟ ପର୍ଯ୍ୟାୟ 90 ଦଶକର ପ୍ରଥମାର୍ଦ୍ଧରେ ନାରୀବାଦର ତୃତୀୟ ପର୍ଯ୍ୟାୟର ଅଭ୍ୟୁଦୟ ହୋଇଥିଲା। ନାରୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଦ୍ୱିତୀୟ ପର୍ଯ୍ୟାୟ ଉଗ୍ର ଚିନ୍ତାଧାରା ବିଫଳ ହେବାକୁ ଏହି ପର୍ଯ୍ୟାୟ ସୃଷ୍ଟି ହୋଇଥିଲା। ତୃତୀୟ ପର୍ଯ୍ୟାୟ ସାର୍ବଜନୀନ ନାରୀତ୍ୱ, ନାରୀର ଗର୍ଭେର ତଥ୍ୟ, ଯୌନ ଜୀବନ ଉପରେ ଆଲୋକପାତ କରିଥିଲା। ଗ୍ଲୋରିଆ ଆଞ୍ଚେଲବୁଆ, ବେଲ୍ ହୁକ୍ସ, ବେଲା ସାଷ୍ଟୋଭାଲ, ଚେର ମୋରିଗା, ମ୍ୟାକ୍ମିଲାନ କିଙ୍ଗଷ୍ଟନ ଆଦି ନାରୀବାଦର ପ୍ରବକ୍ତା ଥିଲେ। ନାରୀବାଦର ଚତୁର୍ଥ ପର୍ଯ୍ୟାୟ ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମ ଓ ବୈଷୟିକ ଜ୍ଞାନକୌଶଳ ବିକାଶ ଦ୍ୱାରା ନାରୀ ଆନ୍ଦୋଳନକୁ ଏକ ନୂତନ ରୂପରେଖ ପ୍ରଦାନ କରାଯାଇଥିଲା। 2005 ମସିହାରେ ପାଇଥିବା ଏହି ନୂତନ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ ଜେନିଫର ଭବମଗାର୍ଡଙ୍କର ମତରେ 2012 ମସିହାର ଶତାବ୍ଦୀର ଏହି ପର୍ଯ୍ୟାୟ ଆରମ୍ଭ ହୋଇଥିଲା। କିରା କେଚରେଲ ମଧ୍ୟ ନାରୀବାଦର ଏହି ପର୍ଯ୍ୟାୟ ଉପରେ ଆଲୋକପାତ କରିଥିଲେ। ଏହି ପର୍ଯ୍ୟାୟରେ ସେ ରାସ୍ତା, ନାରୀ ଶୋଷଣ, ଯୌନ ଶୋଷଣ, କାର୍ଯ୍ୟକ୍ଷେତ୍ରରେ ନାରୀ ପୁରୁଷମାନଙ୍କ ମଧ୍ୟରେ ବୈଷମ୍ୟ, ସରକାରୀ ପରିବହନ ବ୍ୟବସ୍ଥାରେ ଶୋଷଣ ଉପରେ ଆଲୋକପାତ କରିଥିଲେ। ବେଟି ଟଡସନ ଏବଂ ହେଲି ବାକ୍ଟର ଆଦି ପ୍ରବକ୍ତାମାନେ ଦ ଭାଗେଣ୍ଡା ପୁସ୍ତକ ଜରିଆରେ ନାରୀବାଦର ବ୍ୟାଖ୍ୟା କରିଥିଲେ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ଆପଣ ଷ୍ଟପ୍ କରିକି ଆଉ ସବୁ ଭଲ ଭାବରେ ପଢ଼ି ନେବେ। ଓକେ, ପଏଣ୍ଟ କରିକି ଲେଖିବେ ଏବଂ ନୋଟ୍ କରିକି ଘୋଷିବେ। ଓକେ, ତାପରେ ଗୋଟେ ଅଲଗା ନୋଟ୍ରେ ମାନେ ଯେତିକି ଯାହା ପଢ଼ିଥିବେ ଗୋଟେ ଅଲଗା ନୋଟ୍ରେ ସେଟା ଲେଖିବେ। କେତେ ମନେ ଅଛି ସେଇଟା ଆପଣଙ୍କୁ ଜଣା ପଡ଼ିବ। ଓକେ, ଏଇଭଳିଆ କଲେ ଭଲ ଲେଖିପାରିବେ ଏବଂ ପରୀକ୍ଷାରେ ଭଲ ନମ୍ବର ବି ରଖିପାରିବେ। ଏଇଠି ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।